ଗତକାଲି ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲୁ ପାର୍ଲାମେଣ୍ଟରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କର ଆଚରଣ ଉଚ୍ଚାରଣ ଏବଂ ଯେଉଁଭଳି ଭାବରେ ବ୍ୟବହାର ଏବଂ ଠିକ୍ ସେଇଭଳି ଭାବରେ ଓଡ଼ିଶାର ବିଧାନସଭାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କର ବକ୍ତବ୍ୟ ଏ ଦୁଇଟାକୁ ଦେଖିଲା ପରେ ଲାଗୁଛି ରାହୁଲ ଗାନ୍ଧୀ ଏବଂ ନବୀନ ପଟ୍ଟନାୟକ ଗୋଟେ ମୁଦ୍ରାର ଦୁଇ ପାର୍ଶ୍ୱ ଏବଂ ସ୍ୱାଭାବିକ ଭାବରେ ଓଡ଼ିଶାରେ ତ ତାଙ୍କର ଗତ ରାଜ୍ୟସଭା ନିର୍ବାଚନ ସମୟରେ ଦୁଇ ଦଳର ଗଠବନ୍ଧନ ବି ସାମ୍ନାକୁ ଆସିଥିଲା। ବାସ୍ତବରେ ନବୀନ ବାବୁଙ୍କ ମୁହଁରେ ଏସବୁ କଥା ଶୋଭା ପାଏ। ଯୋଉ ନୀତି ନୈତିକତାର କଥା କହୁଛନ୍ତି ନବୀନ ବାବୁ ତାଙ୍କର ସରକାର ଥିବା ସମୟରେ ଏବଂ ଯୋଉ ସମୟରେ ସିଏ ନିରଙ୍କୁଶ ଭାବରେ ଶାସନ କରୁଥିଲେ ଏଠି ଛାତ୍ର ଏବଂ ଯୁବକ ମାନଙ୍କ ପ୍ରତି କୋଉ ଭଳିଆ ବ୍ୟବହାର କରୁଥିଲେ ତାର ଜ୍ୱଳନ୍ତ ଉଦାହରଣ ଅନେକ ରହିଛି ଏବଂ ଗୋଟେ ଯୁବ ଛାତ୍ର ଆନ୍ଦୋଳନରୁ ଆସିଥିବା ବ୍ୟକ୍ତି ଭାବରେ ମୁଁ ମଧ୍ୟ ସେଥିରେ ସଫଳ। ନବୀନ ବାବୁଙ୍କୁ ମନେ ପକାଇ ଦେବା ପାଇଁ ଚାହେଁ ଯେତେବେଳେ ନିଯୁକ୍ତି ମେଳା ନାଁରେ ଛାତ୍ର ମାନଙ୍କଠୁ ଅର୍ଥ ସଂଗ୍ରହ କରିଥିଲେ ଆପଣଙ୍କ ସରକାର ଏବଂ ନା ନିଯୁକ୍ତି ମେଳା କରିଥିଲେ ନା ନିଯୁକ୍ତି ଦେଇଥିଲେ। ଯେତେବେଳେ ଆନ୍ଦୋଳନ ହେଲା ଆପଣ କିଭଳି ଭାବରେ ଛାତ୍ର ମାନଙ୍କୁ ବ୍ୟବହାର କରିଥିଲେ, ଛାତ୍ର ମାନଙ୍କ ଉପରେ କିଭଳି ଆପଣ ପୋଲିସ ପ୍ରୟୋଗ କରିଥିଲେ, କିଭଳିଆ ଭାବରେ ଆପଣ ଛାତ୍ର ଯୁବକ ମାନଙ୍କୁ ଜେଲରେ ଭରିବାର କାମ କରିଥିଲେ, କିଭଳି ତାଙ୍କୁ ଲାଠି ପ୍ରୟୋଗ କରିଥିଲେ। ନବୀନ ବାବୁ କଣ ଭୁଲିଗଲେ ସେ କଥା? ଯୋଉ ଭଳିଆ ଭାବରେ ଆପଣଙ୍କ ସରକାର ସମୟରେ ପରୀକ୍ଷାରେ ଜାଲିଆତି କଲେ, ବିଭିନ୍ନ ରିକ୍ରୁଟମେଣ୍ଟ ପ୍ରୋସେସରେ ଜାଲିଆତି କଲେ, କେବେ ଆପଣ ଦାୟିତ୍ୱ ନେଇକି ସାମ୍ନାକୁ ଆସିଲେ? ଆପଣ ନୀତି ନୈତିକତାର କଥା କହିବେ କି ତ ଏମିତିଆ କଥା ଯେ ଯୋଉ ବିଲେଇ 100 ପୁଷା ଖାଇ ତୀର୍ଥ କରିଗଲା ଭଳିଆ। ତେଣୁ ନବୀନ ବାବୁ ଏବଂ ବିଜୁ ଜନତା ଦଳ ଏଥିରେ କ୍ଷାନ୍ତ ରହିବା କଥା ଏବଂ ରାହୁଲ ଗାନ୍ଧୀ ଗୋଟେ ନନ୍ ସିରିୟସ୍ ଜଣେ ରାଜନୀତିଜ୍ଞ ଇଏ କାଲି ଆଉ ଥରେ ପ୍ରମାଣିତ କରିଛନ୍ତି ଏବଂ ଯୋଉଭଳି ଭାବରେ ଦେଶର ସବୁଠୁ ପ୍ରଧାନମନ୍ତ୍ରୀ ଦେଶର ଆନ୍ଦୋଳନ କରିବା ଇଏ ଦେଶର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରାଇବାର କାମ କରିଛନ୍ତି ଏବଂ ଯିଏ ଛାତ୍ର ମାନଙ୍କୁ ତାଙ୍କର ଆୟୁଧ କରି ଛାତ୍ର ମାନଙ୍କୁ ବ୍ୟବହାର କରି ନିଜର ରାଜନୈତିକ ଚରିତ୍ର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଚେଷ୍ଟା କରୁଛନ୍ତି। ଛାତ୍ର ଆଉ ଯୁବକ ଭାରତ ବର୍ଷର ଜାଣିଛନ୍ତି ରାହୁଲ ଗାନ୍ଧୀ କିଏ ଏବଂ ନରେନ୍ଦ୍ର ମୋଦି କିଏ, ଧର୍ମେନ୍ଦ୍ର ପ୍ରଧାନ କିଏ। ମୁଁ ନିଶ୍ଚିତ ଭାବରେ ଜଣେ ଯୁବକ ହିସାବରେ କହିବା ପାଇଁ ଚାହେଁ କମ ସେ କମ ନରେନ୍ଦ୍ର ମୋଦି ସରକାର ଆଜି ଛାତ୍ର ଯୁବକ ମାନଙ୍କ ପାଇଁ ଅନେକ କଥା କରିଛନ୍ତି ଏବଂ ଆଜି ଗର୍ବର ସହିତ କହିବା ପାଇଁ ଚାହେଁ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ହିସାବରେ ଗୋଟିଏ ଦୁର୍ଘଟଣା ଘଟିଲା ପରେ ନିଟ୍ ପରୀକ୍ଷାର ଯୋଉ ଦୁର୍ଘଟଣା ଘଟିଲା ସେ ସାମ୍ନାକୁ ଆସିଲେ ଦାୟିତ୍ୱ ନେଇ କହିଲେ ଯେ ମୁଁ ଶିକ୍ଷା ମନ୍ତ୍ରୀ ହିସାବରେ ଦାୟିତ୍ୱ ନେଉଛି, ୟାକୁ ଠିକ ମଧ୍ୟ କରାଯିବ ଏବଂ ତାକୁ ପ୍ରମାଣିତ କଲେ ଠିକ ଭାବରେ ପୁଣି ଥରେ ନିଟ୍ ପରୀକ୍ଷା କରିଛି। ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 13 ଜଣଙ୍କୁ ଜେଲ ପଠାଯାଇ ସାରିଲାଣି। ଆଜି ତାର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ତାର ତଦନ୍ତ ହବ, ଯୋଉମାନେ ଦୋଷୀ ସମସ୍ତଙ୍କୁ ଜେଲ ପଠାଯିବ। ସଂସଦରେ ଚର୍ଚ୍ଚା ପାଇଁ ମଧ୍ୟ ପ୍ରସ୍ତୁତ ଅଛି କିନ୍ତୁ ଯୋଉଭଳି ଭାବରେ ଲୋକର ଯୁବକ ମାନଙ୍କୁ ଆୟୁଧ କରି ନିଜର ରାଜନୈତିକ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଚେଷ୍ଟା କରୁଛି ୟାକୁ ଓଡ଼ିଶାର ଭାରତ ବର୍ଷର ଛାତ୍ର ଯୁବକ କେବେ ବି ଗ୍ରହଣ କରିବେନି। ଆମ ପାଇଁ ଆମର ଦେଶ ପ୍ରଥମେ, ଆମର ଦେଶର ସୁରକ୍ଷା ପ୍ରଥମେ, ଆମର ଦେଶର ଗଣତନ୍ତ୍ର ପ୍ରଥମେ। ତାକୁ ତିଳ ତିଳ କରି ଯୋଉମାନେ ହତ୍ୟା କରିଛନ୍ତି ସେମାନେ ଆଜି ଛାତ୍ର ଆଉ ଯୁବକକୁ ଆୟୁଧ କରି ନିଜର ରାଜନୈତିକ ଇଚ୍ଛା ଚରିତାର୍ଥ କରୁଛନ୍ତି। ୟାକୁ ଛାତ୍ର ଯୁବକ କେବେ ବରଦାସ୍ତ କରିବେ ନାହିଁ। नुआ मोबाइल नेवा लगी चाहूछन के तो एचन टेंशन खत्म। झारसुगुड़ार भरोसामंद मोबाइल दुकान राजा मोबाइल ने आपण मान के स्वागतम। इनी मिलवा सब ब्रांड रो 100% ओरिजिनल और जेन्युइन मोबाइल बेस्ट प्राइस और बेस्ट क्वालिटी संगे। जदि फाइनेंस करावार अच्छे खाली आधार कार्ड, पैन कार्ड और बैंक पासबुक लागसी। इने मल्टीपल फाइनेंस कंपनीज अच्छे जेंता की एचडीबी, बजाज फाइनेंसर, टीवीएस क्रेडिट, आईडीएफसी फर्स्ट और डीएमआई फाइनेंस रो संगे आपण मान को ईएमआई आउ भी इजी हे जिसी। पुराना फोन अच्छे चालू था कि खराब राजा मोबाइल जाऊन एक्सचेंज करूँ नुआ फोन नहीं जाऊन। फोन नेला बाद किसी प्रॉब्लम हेसी फाइनेंस हो कि सॉफ्टवेयर या रिपेयर करवार अच्छे राजा मोबाइल स्ट्रॉन्ग आफ्टर सेल सपोर्ट सब बेले आपण मानकर संगे अच्छे। आमर पहचान होउछे ट्रस्ट, क्वालिटी और कस्टमर रो संतुष्टि। फेक या डुप्लीकेट प्रोडक्ट रो सवाल ही नहीं। तो देरी कांजे आज ही आसुन राजा मोबाइल ऑपोजिट PWD मेन रोड झारसुगुड़ा।